ଓଡ଼ିଶାରେ ବୋଧେ କାହା ନଜର ଲାଗିଯାଇଛି ଗୋଟାଏ ଘଟଣାକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିପାରିନି। ଆଉ ଗୋଟାଏ ଘଟଣା ଆସି ହାଜିର। ବାଲେଶ୍ୱର ଖଇରା ବ୍ଲକ ଗ୍ରାମ ହରିପୁରରେ ପଡ଼ୋଶୀଙ୍କ ହିଂସାକାଣ୍ଡ ମାମଲାରେ ଗୋଟେ ଲୋକ ତାଙ୍କ ସ୍ତ୍ରୀକୁ ବର୍ବରତା ସହିତ ଆକ୍ରମଣ କରିଥିଲେ, ଯାହାଫଳରେ ସେ ପ୍ରାଣ ହରାଇଥିଲେ। ତାଙ୍କ ସ୍ୱାମୀ ଆଜି ସାଇକେଲରେ ତାଙ୍କ ସ୍ତ୍ରୀର ଶବ ନଦୀକିରି 11 କିଲୋମିଟର ଚାଲିକି ଯାଇଛନ୍ତି ପୋଲିସ ଷ୍ଟେସନ ଆଗକୁ, କାହିଁକିନା ତାଙ୍କୁ ନ୍ୟାୟ ଦରକାର। ଇଏ ହେଲା ପ୍ରଥମ କଥା। ଦ୍ୱିତୀୟ ଘଟଣା ହେଉଛି ନୟାଗଡ଼ରେ ଏ ଭାଇ ଜଣକ ତାଙ୍କ ଏରିଆରେ ମାଙ୍କଡ଼ା ପଥ ଦୁର୍ନୀତି ହେଉଥିଲା ବୋଲି ସେ ଅଧିକାରୀମାନଙ୍କୁ ଜଣାଇଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ କେଉଁମାନେ ଆସୁଛନ୍ତି ନା ଭାଇ ବହୁତ ଉଚ୍ଚକୋଟୀର ଲୋକ ଆସୁଛନ୍ତି, ତାଙ୍କୁ ଘରୁ ନେଇକିରି ତାଙ୍କ ସହିତ ବହୁତ ବର୍ବରତା ସହିତ ତାଙ୍କ ଜୀବନ ନେଉଛନ୍ତି। ମାନେ ଏ ଦେଶ ପାଇଁ ଭଲ କରିବା ଯାଇଥିଲେ କିନ୍ତୁ ତାଙ୍କର ଜୀବନ ଚାଲିଗଲା। ମାନେ ଯଦି ଆପଣ ମୁଁ ନାଁ କହିପାରୁନି, ସେ ଟପିକ୍ ଆପଣ ଯଦି ଭିଡ଼ିଓ ବନେଇବେ ତାହେଲେ ଆପଣଙ୍କ ଭିଡ଼ିଓ ରିମୁଭ୍ ହେଇଯିବ। ଚିନ୍ତା କରନ୍ତୁ, ଏମିତି ଦିନ ଆସିବ ଆପଣଙ୍କ ଆଖି ଆଗରେ ଅନ୍ୟାୟ ହେବ କିନ୍ତୁ ଆପଣ କିଛି କହିପାରିବେନି। ଯଦି କିଛି କହିବେ ତାହେଲେ ଆପଣଙ୍କୁ ତ ଜେଲ୍ ଯିବାକୁ ପଡ଼ିବ। ଏହି ଭାଇ ହେଉଛି ସତ।